विद्या। किति गाँव में कीर्ति महान। इति गाँव में कीर्ति महान। मधुरामृत रामायणा। मधुरामृत रामायण। राम नामे कितेक तरले। राम नामे किति एक तरले। गुण गाने कितेक रमले। गुण गाने किति एक रमले। रूप दर्शनी देह विसरले। रूप दर्शनी देह बिसरले। रामचंद्र भक्त जीव प्राणा। रामचंद्र भक्त जीव प्राण। राम कथा नाशे भव व्यथा। राम कथनासी भव व्यथा। नको साधन अन्यते वृथा। नको साधन अन्यते वृथा। राम धाम हर्ष चे सर्वथा। राम धाम हर्ष चे सर्वथा। नाही संसारी पुनरागमन। नाही संसारी पुनरागमन। राम सीता आणि लक्ष्मण। राम सीता आणि लक्ष्मण। भक्त श्रेष्ठ भरत शत्रुघ्न। भक्त श्रेष्ठ भरत शत्रुघ्न। रामायण घडते दर्शन। रामायणी घडते दर्शन। हनुमंत सुग्रीव विभीषण। हनुमंत सुग्रीव विभीषण। राम रंगी रमे नित्य मन। राम रंगी रमे नित्यमान। रामचरणी शिरसा नमन। रामचरणी शिरसा नमन। राम सेवा घडी निरभिमान। राम सेवा घडी निर्भिमान। किती गाऊ मी कीर्ती महान। इथे गाँव में कीर्ति महान। मी नाही मी। मी म्हणे मू। किती गाई मी कीर्ती महान। किती गाँव में कीर्ति महान। मधुरामृत रामायण। मधुरामृत रामायण। श्यावर रामचंद्र की। जय सुधा हनुमान की। जय सद्गुरुनाथ महाराज की। जय। नमः पार्वती पते हर हर महादेव। पंचजत स्टूडेंट ये विचार करुछंती सी जो दर्शन भी हो न्याय दर्शन हो कि वैशेषिक बा शून्यवादी हो स्टूडेंट जेतबेले चिंतन करिवो प्रश्न हवा स्वाभाविक सत्य विषय रे जगत विषय रे तेणु 83 नंबर श्लोक रे से प्रश्न पचार ननु ननु माने प्रश्न ननु सदवस्तु पार्थक्यात असत्यम चेत तदा आपण कहिले ये जो वायु को बर्तमान वायु टॉपिक चलছে आकाश सरीगला किंतु सरीगला माने आकाश मध्य मिथ्या तर मन रखिया अछि जो जगरा माने विचार करथिले विविक्त करथिले पृथक्करण करथिले से सूत्रटा सबडे काम दो कहते आपण जो वायु को शत्रु अलगा करिकी असत कहिले
ଆଉ ଇଏ ଅସତ ଯୋଉଟା କି ଅବ୍ୟକ୍ତ ମାୟାର ବିଲକ୍ଷଣ ଅଛି ବାୟୁଟା। ମାୟା ମାୟା ଆପଣ ଅବ୍ୟକ୍ତ କହୁଛନ୍ତି, ସାମ୍ୟାବସ୍ଥା। ତାର ଗୁଣ ଅଛି ବ୍ୟକ୍ତ, ସତ୍ୱଗୁଣ, ରଜଗୁଣ, ତମଗୁଣ। କିନ୍ତୁ ଏ ଯୋଉ ଅବ୍ୟକ୍ତ ମାୟା, ଯାହାକୁ ଆପଣ ନିସ୍ତତ୍ଵ କହୁଛନ୍ତି ବା ଯାହାକୁ ମିଥ୍ୟା କହୁଛନ୍ତି ବା ନିର୍ବଚନୀୟ କହୁଛନ୍ତି। ତ କଣ କଣ ପ୍ରଶ୍ନ ତୋର ପଚାରୁଛୁ? ପ୍ରଶ୍ନ ଏହା, ଏ ଯୋଉ ବାୟୁ ମାୟାରୁ ଅଲଗା ନା ନାହିଁ? ନା ହଁ। ଯେତେବେଳେ ମାୟାରୁ ଅଲଗା ହେଇଗଲା, ହଁ, ତ ଓ ଅମାୟା ହେଇଯିବ, ତାକୁ ମାନେ ଅମାୟା କହିଦବ। ଓକେ, ଠିକ ଅଛି। ଯେତେବେଳେ ଅମାୟା ସିଏ ହେଲା, ହଁ, ଆକୁ ବାୟୁକୁ ସତ କାହିଁ କହିବାନି? କାରଣ ମାୟା ଇଜ ଇକ୍ୱାଲ ଟୁ ଅସତ। ତ ଓ ମାୟା, ଓ ଅସତ, ତ ଓ ଦିଟା ହଟିଗଲା, ସତ ହେଇଗଲା। ଆରେ ପଗଲେ, ଓ ମାୟା ହବନି। ତୋର ଯୋଉ ପ୍ରଶ୍ନ ହଉଛି ସେଟା ଅମାୟା ହବନି। କାହିଁକି? ଅମାୟା ହବ ମାନେ ସତ ହବାକୁ ପଡିବ। ଫାଷ୍ଟ ତୁ ଏଇ ଭିତରେ ଗୋଟେ ତୋର ଧାରଣା କାହିଁ ରହୁନି? ନା କଣ? ଏ ସତ କେବଳ ଦିଟା ହବ ନାହିଁ, ସତ ଗୋଟିଏ। ବାୟୁ ବ୍ୟକ୍ତ ହେଇଛି, ବାୟୁ ମାୟାରୁ ତିଆରି ହେଇଛି। ସତ କେବେ କାହାଠୁ ତିଆରି ହବ ନାହିଁ। ଇଏ ଧାରଣା ତୋର କାହିଁକି ଧରୁନି, ଭଲରେ ପଡୁନି କାହିଁକି? ଅନ୍ୟାନ୍ୟ ଧାରଣା ତ ହଉଛି ଯାହା କିଛି, ଏ ଧାରଣା କାହିଁ ହଉନି? ତତେ ଏ ଧାରଣା ହବ 84 ରେ ବୁଝେଇଲେ। ଫାଷ୍ଟ ତୁ ବୁଝେ ମାୟା ମାୟତ୍ତ ମାନେ କଣ? ମାୟା ମାନେ କଣ? ତୁ ପ୍ରଶ୍ନ ବୁଝୁନୁ ନା କଣ? ନିସ୍ତତ୍ଵ, ଅର୍ଥାତ ତତ୍ଵ ନାହିଁ ସେଠି। ठोस ନାହିଁ, ସିଏ ସତ୍ ନୁହଁ, ଅସ୍ତିତ୍ଵ ନାହିଁ। ମାୟାର ଅସ୍ତିତ୍ଵ ନାହିଁ ରେ। ଭାବ ରୂପ ସେ ଅନିର୍ବଚନୀୟ। ମାୟା ମୟତ୍ଵର କାରଣ ହଉଛି ନିସ୍ତତ୍ଵ। ଏବଂ ମାୟା ଯୋଉ ଶକ୍ତି ସେ ନିଜେ ଅବ୍ୟକ୍ତ, ତାର କାର୍ଯ୍ୟ କିନ୍ତୁ ବ୍ୟକ୍ତ। ଠିକ ଅଛି, ଆଉ ମନେ ରଖିଥାଅ। 84 ରେ କହୁଛନ୍ତି, ସା ଶକ୍ତି କାର୍ଯ୍ୟଉ ତୁଲ୍ୟା ବ୍ୟକ୍ତ ଅବ୍ୟକ୍ତ ଭେଦିନଃ। ତୁଲ୍ୟ ମାନେ ସମାନ, ମାନେ ବ୍ୟक्त और अव्यक्त। अव्यक्त माने माया और व्यक्त माने वायु। माने माया और वायु ए दीटा जाक निस्तत्व, सत नुह। तू जो अव्यक्त व्यक्त कहूछु, एवं तू यही बहाना कही देथिलु कि नहीं आमे सत मानिया ପାଇଁ ଯିବୁ, କାରଣ ଇଏ ମାୟାରୁ ପରେ। ଆଉ ଯିଏ ମାୟାରୁ ଅଲଗା ହେଇଯିବ ସେ ସତ ହେଇଯିବ କି? ଯିଏ ମାୟାରୁ ଅଲଗା ହେଇଯିବ ସେ ମିଥ୍ୟା ବି ହବ। ମାୟାରୁ ଅଲଗା, ସତକୁ ନେଇକି ଆମେ ମାୟାକୁ ଅଲଗା କରୁଛୁ। ସବୁ ଜିନିଷଟାକୁ ଧରିକି ମାୟାକୁ ଅଲଗା କରିଦଉ। ଆରେ ବାବା, ସମସ୍ତେ ଖେଳୁଛନ୍ତି, 4-5 ଜଣ ଖେଳୁଛନ୍ତି। ସେ ଭିତରେ ଯିଏ ତାର ବାପା, ସିଏ ଆସିକି ଛୁଆକୁ ଧରିବ। କାରଣ ସମସ୍ତେ ଖେଳୁଛନ୍ତି, ସମସ୍ତେ ସ୍କୁଲର ପିଲା। ହଁ, ତେଣୁ ଏ ସମସ୍ତେ ଛୁଆ ଯାକ କଣ ୟାକୁ ବାପା କହିବେ ନା? ଯିଏ ଯାହାର ସିଏ ହବ ନା। ସତ୍ ସତ୍, ମାୟା ମାୟା। ମାୟାରୁ ଯିଏ ଉତ୍ପନ୍ନ ହେଇଛି ସିଏ ଅନିର୍ବଚନୀୟ, ସେ କାହିଁ ସତ ହେଇଯିବ? ଆଉ ବ୍ୟକ୍ତ ଅବ୍ୟକ୍ତରେ ଦିଟା ଜାଗାରେ ନିସ୍ତତ୍ଵ, ମାୟା ମାନେ ସତ୍ତା ନାହିଁ। ନିସ୍ତତ୍ଵ ମାନେ ସତ୍ତା ନାହିଁ। ଏ ଦିଟା ଯାକ କମନ ରେ ବେଟା, କମନ। ତାପରେ ତାପରେ ଆମେ ମାନେ 85 ମଧ୍ୟ ଦେଖି ଦେଇଥିଲେ। ତାକୁ ଆଉ ଟିକେ ବୁଝନ୍ତୁ 84 ଟାକୁ। କହୁଛନ୍ତି ବ୍ୟକ୍ତର ଅବ୍ୟକ୍ତ ଏ ଦିଟା ଯାକ ନିସ୍ତତ୍ଵ। ଆଚ୍ଛା, କିଏ ଜଣେ ମିଥ୍ୟା ହେଲା ଯେ ଅବ୍ୟକ୍ତ ହବ ବୋଲି କିଛି ମାନେ ନାହିଁ?
ଇଏ ଗୋଟେ କୁଆଡୁ ସ୍ୱାମୀଜୀ ତର୍କ ଆସିଲାଣି, ଯୁକ୍ତି ଆସିଲାଣି। ହଁ, ବିଚାର କରୁନାହାନ୍ତି ସ୍ୱାମୀଜୀ। ଆମେ ଭାବିଥିଲେ ଏମିତି ଆକାଶ ବାୟୁ ଏମିତି ସବୁ ଦେଖିକି, ଯେମିତି ଭାଗବତରେ ବା ପୁରାଣରେ ବା ଆପଣ ଆଗରୁ ବୁଝେଇଥିଲେ, ଆମେ ଭାବିଥିଲେ ପଳେଇଯିବା ପାଇଁ। ଆପଣ ତ ଆହୁରି ଗୋଟେ ତର୍କ ଦେଲେଣି କଣ ନା, ଯିଏ ମିଥ୍ୟା ହବ ସେ ଅବ୍ୟକ୍ତ ବୋଲି କଣ ମାନେ ଅଛି? ମାନେ କଣ କହିବା ପାଇଁ ଚାହୁଁଛନ୍ତି? କଣ ଶବ୍ଦଟା ପ୍ରଥମେ ଜାଣିବା ଦରକାର। ଯିଏ ମିଥ୍ୟା ସେ ଅବ୍ୟକ୍ତ ହବ ନା? ହଁ, କେ ଦେଖୁନାହାନ୍ତି ମାୟା ମିଥ୍ୟା ଆପଣ କହୁଛନ୍ତି। ଆମେ ତ ମାୟାକୁ ବି ସତ୍ୟ କହୁଛୁ, ଆମେ ତ ସବୁ କିଛି ସତ୍ୟ କହୁଛୁ। ଆଚ୍ଛା, ମାନେ ଆକାଶ ବି ସତ୍ୟ, ମାୟା ବି ସତ୍ୟ, ଇଏ ହଁ। ଆଚ୍ଛା, ତୋର 15ଟା ବାପା କି? ଇଏ ବି ବାପା, ସିଏ ବି ବାପା, ସିଏ ବି ବାପା, ଯିଏ ଖାଇବାକୁ ଦେଲା ସିଏ ବି ବାପା, ଯିଏ ପାଳନ କଲା ସିଏ ବି ବାପା। ସେଇଟା ହୁଏନି ରେ ବେଟା, ବାପା ଗୋଟିଏ ଥାଏ। ନାଇଁ ନାଇଁ, ଆପଣ ବୁଝିପାରୁନାହାନ୍ତି। କଣ ବୁଝିପାରୁନାହାନ୍ତି? ନା ମତେ ଫାଇଦା ଅଛି। କଣ ଫାଇଦା ଅଛି? ମୁଁ ସମସ୍ତଙ୍କୁ 15ଟା ବାପା ହେଲେ ସବୁ ମରିଗଲେ ମୋର କାମ ଦବ? ବୁद्धୁ, ତୁ ସତ୍ ଚିନ୍ତା ପାଇଁ ଆସିଛ ନା ଏ ନୋମିନି ହେଇକି ପଇସା ନେବା ପାଇଁ ଆସୁଛୁ? ନେଲେ ଆପଣଙ୍କୁ ଅସୁବିଧା କଣ? ନେଲେ ଅସୁବିଧା କଣ? ତୁ ଭୋଗ କରିପାରିବୁନି, ତୋର ଶରୀରଟା ନଷ୍ଟ ହେଇଯିବ। ଖାମ ଖା ତୋ ଜୀବନରେ ଯାହା କରିବା କଥା, ସତ୍ ଚିନ୍ତନ କରିବା କଥା, ସେଇଟା ନ କରିକି ନୋମିନି ପଛରେ ପଡୁଛୁ। ବିଚାର କର, ସତ୍ ଗୋଟିଏ। ଓହୋ, ଏମିତି। ହଁ, ସେକେଣ୍ଡ, ବ୍ୟକ୍ତ ମଧ୍ୟ ମିଥ୍ୟା ହଉଛି। ହଁ, ତ ଯୋଉ ମିଥ୍ୟା ହଉଛି ସେ ବ୍ୟକ୍ତ ହଉଛି, ଯେ ମିଥ୍ୟା ହଉଛି ସେ ଅବ୍ୟକ୍ତ ହଉଛି। ହଁ, ତେଣୁ ମିଥ୍ୟାରେ ବ୍ୟକ୍ତ ବ୍ୟକ୍ତ ଚିନ୍ତନ କରନା ଆବଶ୍ୟକ ନାହିଁ। ସେ ବ୍ୟକ୍ତ ହଉ ଅବ୍ୟକ୍ତ ହଉ, ମିଥ୍ୟାରେ ନିସ୍ତତ୍ୱଟା ଚିନ୍ତନ କର। ସ୍ୱାମୀଜୀ, ଏ ଶବ୍ଦ ଯାକ ବड़ा ଧରି ହଉନି। କେବେ ମିଥ୍ୟା କହୁଛନ୍ତି, କେବେ ଅନିର୍ବାଚନ କହୁଛନ୍ତି, କେବେ ନିସ୍ତତ୍ୱ କହୁଛନ୍ତି, କେବେ ମାୟା କହୁଛନ୍ତି। ସେଥିପାଇଁ ଶବ୍ଦଟାକୁ ଭଲ ଭାବେ ଜାଣିବା ଦରକାର। ଜଣେ ଛୁଆ, ମୁଁ ବୁଝଉଛି ଆପଣଙ୍କ, ଜଣେ ଛୁଆ ହଷ୍ଟେଲରେ ଯାଇଛି, ଘରେ ବड़ा ମାନେ ବଢିଆ ବଢିଆ ସେ ଖାଉଥିଲା, ବସ୍ତ୍ର ହଷ୍ଟେଲରେ ପଠାଇ ଦେଇଛନ୍ତି, ଯାହା ପଢ। ଆଉ ହଷ୍ଟେଲର ଯୋଉ ଆପଣ ଯୋଉମାନେ ଟିକେ ପାଠ ପଢିଛନ୍ତି, ଯୋଉ ଆପଣଙ୍କ ନାତି ଇଏ ନାତୁଣୀ ପୋତା ପୋତା ସବୁ ବାଙ୍ଗାଲୋର ଆଦି ସବୁ ପାଠ ପଢୁଛନ୍ତି ରାଜକୋଟରେ, ସେମାନେ ଆପଣଙ୍କ ପିଜି ଯୋଉ କହନ୍ତିନି, ପିଜିରେ ପେଇଂ ଗେଷ୍ଟରେ, ଆଜିକାଲି ତ ବड़ा ପଇସା, ଯେମିତି ସେ ଷ୍ଟାଣ୍ଡାର୍ଡ ଦେବେ, କିଛି ଗୋଟେ ଲୋ ଷ୍ଟାଣ୍ଡାର୍ଡ ବି ଅଛି। ତ ସେ ତାର ଟିଫିନରେ ଦିଏ, ୟା ହଷ୍ଟେଲ କରିଥିବ, ମାନେ ହୋଟେଲ କରିଥିବ, ଯାଇକିରି ଖାଆନ୍ତି, ୟା ତ ଆସନ୍ତି। କଣ କଲୁ ଆଜି? ଆଳୁ ଭଜା। କାଲି କଣ କରୁଛୁ? ଆଳୁ ଭର୍ତ୍ତା। ନେକ୍ସଟ ଦିନ କଣ କରୁଛୁ? ଆଳୁର ପିସ୍ ଛଣା। ସେ କଣ ଫିଙ୍ଗର ଫିଙ୍ଗର କଣ କୁହନ୍ତି, ରୋଲ। ପିଲାଟା ଖୁସି। କାହିଁକି? ତାକୁ ଅଲଗା ଅଲଗା ଜିନିଷ ମିଳୁଛି। ଦେଖିଲା ବେଳକୁ ଅଲଗା ନୁହଁ, ସେ ଗୋଟିଏ ହିଁ, ତାକୁ ଅଲଗା ଅଲଗା ରୂପରେ ସେ ଦଉଛି। ସେମିତି ତମେ ଆକାଶ କୁହ, ବାୟୁ କୁହ, ଅଗ୍ନି କୁହ, ନା ଅଲଗା ଅଲଗା, ସେ ଭିତରେ ଅଛି କଣ? ସତ। ବାସ୍ ଏହାକୁ ହିଁ ଚିନ୍ତନ କରିବା ପାଇଁ ରହିଛି। ଏବଂ ପ୍ରଥମେ ପ୍ରଶ୍ନ ଯୋଉ ପଚାରିଥିଲା, କାରଣ ମାୟାରୁ ଅଲଗା ବାୟୁ, ବାୟୁକୁ ବି ମୁଁ ସତ୍ କହିବି, କାରଣ ମାୟାରୁ ଯିଏ ଅଲଗା ହବ ସେ ଅମାୟା ହବ। ଅମାୟା ଇଜ ଇକ୍ୱାଲ ଟୁ ସତ୍। ନାହିଁ ନାହିଁ ନାହିଁ, ମାୟାର କାରଣ ହଉଛି ନିସ୍ତତ୍ଵ, ଅର୍ଥାତ୍ ସତ ନୁହଁ, ସତରୁ ଅଲଗା। ଏଇଟା ଭାବ। ବେଦାନ୍ତରେ ମଧ୍ୟ ସତକୁ, ମିଥ୍ୟାକୁ ତୁଚ୍ଛ ଶବ୍ଦରେ ବ୍ୟବହାର ହଉନି। ତମେ ସତ ଏବଂ ମିଥ୍ୟାକୁ ଶୁଣିଲେ ମୋର ତାଙ୍କ ମୁଣ୍ଡ କାହିଁ ଖରାପ ହଉଛି? ଯେମିତି ଅଧିକାରୀ ଶବ୍ଦରେ ଟିକେ 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 ଖରାପ ଲାଗୁଛି। ତମେ ଅଧିକାରୀ ନୁହଁ, କୁହା ହଉଛି ନା। ସବୁଦିନ ଆଟେଣ୍ଡ କରୁନ କ୍ଲାସ, ତେଣୁ ଅଧିକାରୀ ନୁହଁ ତମେ। ଯେତେବେଳେ କୁହା ହଉଛି, ସେତେବେଳେ ତମକୁ ଦୁଃଖ ଲାଗୁଛି ନା? ନା, ହଁ, ସେମିତି ବର୍ତ୍ତମାନ ତମେ ଭାବ ନାହିଁ କି
ମାୟା ଶବ୍ଦ ବା ମିଥ୍ୟା ଶବ୍ଦ ବା ଅ, ମାନେ ମିଥ୍ୟା ଶବ୍ଦ ବା ନିସ୍ତତ୍ଵ ଶବ୍ଦ କିଛି ଅସୁବିଧା ଅଛି, ମାନେ କିଛି ଖରାପ ଦୃଷ୍ଟିରୁ ନାହିଁ, ନିଚ ଦୃଷ୍ଟିରୁ ନାହିଁ। ଭାମତିକାର ଜାଣିଛନ୍ତି? କାହାଣୀ ମୁଁ କହିଛି ଭାଗବତରେ ବା ଅନ୍ୟାନ୍ୟ ସମୟରେ। ବାଚସ୍ପତି ମିଶ୍ର ବଡ଼ ପ୍ରସିଦ୍ଧ କାଶ୍ମୀରର ପଣ୍ଡିତ ଥିଲେ। ବ୍ରହ୍ମସୂତ୍ର ଉପରେ ଟୀକା ଲେଖୁଥିଲେ। ବାହା ହେଇଗଲେ, ବାହା କରା ଦିଆଗଲା, କିନ୍ତୁ ତାଙ୍କର ପତ୍ନୀଙ୍କର ପ୍ରତି କୌଣସି ଆସକ୍ତି ନାହିଁ, ସିଏ ତାଙ୍କର ଚଲେଇଛନ୍ତି। ଦିନେ ପବନ ହେଇକି ଦୀପ ଲିଭିଗଲା। ଦୀପ ଯେତେବେଳେ ଜଳେଇଲେ ହଠାତ୍ ଗୋଟେ ସୁନ୍ଦର ପ୍ରକାଶ, ମୁଖ ପ୍ରସ୍ଫୁଟିତ ହେଲା। ପଚାରିଲେ, ହେ ଦେବୀ ତୁମେ କିଏ? ଦେନ୍ ସେ କହିଲେ, ପ୍ରଭୁ ହେ ଆର୍ୟ, ଆପଣ ବାହା ହେଇଛନ୍ତି 20 ବର୍ଷ ପୂର୍ବରୁ, ମୁଁ ଆପଣଙ୍କର ପତ୍ନୀ। ଯାହା ହଉ ମତେ ଆଜି ଆପଣ ପଚାରିଲେ ଆପଣଙ୍କ ନାଁ କଣ, ତମ ନାଁ କଣ? କହିଲେ ଭାମତୀ। ଧନ୍ୟ ତୁମେ। ମୁଁ ମୋର ଚିନ୍ତନରେ ରହିଲି, ବ୍ରହ୍ମ ଚିନ୍ତନର। ମୁଁ ମୋର ସେଇ ଆତ୍ମଚିନ୍ତନରେ, ସତ୍ ଚିନ୍ତନରେ ରହିଲି, କିନ୍ତୁ ମତେ ବହୁତ ସେବା କଲୁ। ଯେମିତି ଦେବହୂତି କର୍ଦମ ଋଷିଙ୍କର ସେବା କରିଥିଲେ। ତାପରେ କର୍ଦମ ଋଷି ଖୁସି ହେଇକି ଦେବହୂତିଙ୍କୁ କହିଲେ କି ସ୍ନାନ କର, ପୁଣ୍ୟ ବଳରେ ତୁମେ ଯାହା ଭୋଗ କରିବା ପାଇଁ ଚାହୁଁଛ କରିବ। ସୁନ୍ଦର ବିମାନ କରିକି ଅନେକ ବର୍ଷ ପର୍ଯ୍ୟନ୍ତ ଭୋଗ କଲେ। ସେଇଟା ଅଲଗା କଥା। ଏଠି କହୁଛନ୍ତି ମେଇନଲି ଯୋଉ ପଏଣ୍ଟ ଅଛି, ତୁମର ନାଁ ହଉଛି ଭାମତୀ। ମୁଁ ବ୍ରହ୍ମସୂତ୍ର ଉପରେ ଯୋଉ ଟୀକା କରୁଛି, ମତେ ଲୋକ ଭୁଲି ଯାଆନ୍ତୁ ବା ମନେ ରଖନ୍ତୁ, ଜାଏସ୍ ନାହିଁ, କିନ୍ତୁ ତୁମକୁ ମନେ ରଖିବେ, କାରଣ ଏ ଟୀକାଟା ତୁମ ନାଁରେ ମୁଁ କରୁଛି, ତମର ସେବାରେ ମୁଁ ସନ୍ତୁଷ୍ଟ। ତେଣୁ ଭାମତୀ ପତ୍ନୀର ନାଁ, ବାଚସ୍ପତି ପତିଙ୍କର ନାଁ, ଯିଏ ସର୍ବଶ୍ରେଷ୍ଠ ଜ୍ଞାନୀ ଥିଲେ। ତେଣୁ ଭାମତୀ କାର, ଭାମତୀ ସୂତ୍ର, ସେ ଟୀକାକୁ ଲେଖିଲେ ଭାମତୀ ଟୀକା, ସରି ସୂତ୍ର ନୁହଁ, ବ୍ରହ୍ମସୂତ୍ର ଉପରେ ଟୀକା। ତେଣୁ ଭାମତୀ ଟୀକା କହନ୍ତି। ଏବଂ ବାଚସ୍ପତି ମିଶ୍ର ନ କହିକି ବହୁତ ଲୋକ ଭାମତୀ କାର କହୁଛନ୍ତି। ଦେଖୁନାହାନ୍ତି, ବର୍ତ୍ତମାନ ପଞ୍ଚଦଶୀ ବିଦ୍ୟାରଣ୍ୟ ମଧ୍ୟ ଭାମତୀ କାର କହୁଛନ୍ତି। ଭାମତୀ କାର ମାନେ ଭାମତୀ ଟୀକାରେ, ମାନେ ବାଚସ୍ପତି ମିଶ୍ର ମିଥ୍ୟା ଶବ୍ଦର ପରିଭାଷା ବड़ा ସୁନ୍ଦର ଲେଖୁଛନ୍ତି। ମିଥ୍ୟା ଶବ୍ଦ ଅନିର୍ବଚନୀୟ ବଚନ। ଅନିର୍ବଚନୀୟରୁ, ମିଥ୍ୟା ମାନେ ଅନିର୍ବଚନୀୟ, କିଛି କହିହବନି। न अपनवा वचन, तुच्छ। न अपवन्न माने तुच्छ, अपवन्न तुच्छ दृष्टि नुह, न्यूनता दृष्टि नुह। मिथ्या कहले माने गोटे नेगेटिव जिनस, गोटे नेग्लिजेंस शब्द रे कहा जाउनी। इट इज नॉट ए वर्ड ऑफ नेग्लिजेंस। तुच्छ शब्द नुह, केवल अनिर्वचनीय। आ विषय बेसी कही हबनी। प्रत्येक गोटे कार्य थाए, कारण थाए, विधिवत थाए, वर्णन करने गोटे मेथड थाए। आ विषय किसी कही यही दृष्टि निस्तत्वता ही मायामयत्र कारण, यहाँ मन रखता है। तो बर्तमान 85 को जीवा क्लियर भल रे। हालांकि आम 85 पढ़ी तथापि आहरी विचार करने को अच्छी। बर्तमान प्रश्न पचार कौन, एमती डायरेक्ट प्रश्न नहीं, किंतु प्रश्न आधार करके 85 उत्तरटा यहाँ। प्रश्नटा कौन शुणु गुरुदेव। माया और तार कार्य जो वायु, जदि निस्तत्व दीटा जगह समान अच्छी, तुल्य, व्यक्त अव्यक्त आपण कहले, तो माया अव्यक्त एंड वायु व्यक्त एमती कहीं है? जदि दीटा जगह निस्तत्व कहले, जड़े अव्यक्त और जड़े व्यक्त,
तो ଏତିକି ପ୍ରଶ୍ନ ହେଲା ପରେ ଗୁରୁଦେବଙ୍କୁ ଟିକେ ଷ୍ଟ୍ରଙ୍ଗ ଲାଗିଲା, କହିଲେ କି ଆକୁ ତାকে ଟିକେ ଷ୍ଟ୍ରଙ୍ଗ ପାନେ ନଦେଲେ ହବନି। ରିଏଲି କହୁଛି ଦେଖ, ତ ମାୟାର ନାଁ ହିଁ ଅବ୍ୟକ୍ତ, ମାୟା କେବେ ବ୍ୟକ୍ତ ନୁହଁ। ଆଉ ତାଠାରୁ ଯିଏ ବାହାରିବ ସେ ବ୍ୟକ୍ତ, ଏଇଟା ଆଗରୁ କୁହାଯାଇଛି। ତୁ ଏ ଶବ୍ଦରେ କାହିଁ ଫସୁଛୁ? ଆଣ୍ଡ ଯୋଉଟା ସ୍ପଟ ଲାଇଟ୍, ଯୋଉଟା ମେନ୍, ସେଟା କାହିଁ ତୁ ଯାଉନୁ? କଣ ମେନ୍? ସତ୍, ସତ୍ ବାକି ଅସତ୍। ଏଇଟା ହଉଛି ମେନ୍ ସ୍ପଟ ଲାଇଟ୍, ଏଇଟା ହଉଛି ମେନ୍ ଫୋକସ୍, ଏଇଟା ହଉଛି ମେନ୍ ଜୁମ୍। ଜୁମ୍ ବୁଝୁଛନ୍ତି ନା? ଯୋଉ ଜୁମ୍ରେ ଆପଣ କନେକ୍ଟ କରିଛନ୍ତି, ତାକୁ କୁହନ୍ତି ଜୁମ୍, ଫୋକସ୍। ଏଇଟା କେତେ ସୁନ୍ଦର ଦେଖନ୍ତୁ, ଆମେ ସାଧନା ମାଧ୍ୟମରେ ଭଟକି ଯାଉଛୁ। ଆମ ଗୁରୁଦେବ ବିଦ୍ୟାରଣ୍ୟ ଜୀ ଏଇ ମାଧ୍ୟମରେ କହୁଛନ୍ତି, ଡୋଣ୍ଟ ଡାଇଭର୍ଟ ୟୋର ଲକ୍ଷ୍ୟ। ଆପଣମାନଙ୍କ ପ୍ରଶ୍ନ ମଧ୍ୟ ସେମିତି ମଝିରେ ମଝିରେ ଥାଏ। ସୁ- କାହାଣୀ ମାନେ ତତ୍ଵ ଟପିକ ଛାଡ଼ିଲା ପରେ ଗୋଟେ ବିନା କାରଣରେ ଗୋଟେ ଅଲଗା ଗୋଟେ ଡାଇଭର୍ଟ ଜଣା ପଡିଯିବ, ପ୍ରଶ୍ନରୁ କି ଆର ମାଇଣ୍ଡଟା କେମିତି ଡାଇଭର୍ଟ ଅଛି। ଗଲତ ପ୍ରଶ୍ନ ପଚାରିବା ଅପେକ୍ଷା ଶାନ୍ତ ରହିବା ଭଲ। ଏଇଠି ସେ କହୁଛନ୍ତି 85ରେ, ହଁ ଗୁଡା ବୁଝିବେ ଆପଣ। ସଦା ସତ୍ଵ ବିବେକସ୍ୟ सदा सत्त्वविवेकस्य प्रस्तुतत्वा सचिन्त्यताम् प्रस्तुतत्वत्सचिन्त्यताम् असतो वान्तरो भेदः असतो वान्तरो भेदः असतो वान्तरो भेदः असतो वा अन्तरो भेदः आस्तां तच्चिन्तयन्न किम्। आस्तं तच्चिन्तयन्न किम्। आस्ता तच्चिन्तयत्र किम्, न नेत्र। आ आस्तां तच्चिन्तयत्र किम्। आस्तं तच्चिन्तयात्र किम्। बेटा, सत और असत्व विवेकस्य प्रस्तुतत्व, ପ୍ରସ୍ତୁତ ପ୍ରକରଣରେ, ପ୍ରସ୍ତୁତ ପ୍ରକରଣ ବର୍ତ୍ତମାନ ଯୋଉଟା ଚାଲିଛି, ତତ୍ଵ ବିବେକ ପ୍ରକରଣରେ ଯୋଉଟା ଚାଲିଛି, ଆଉ ବର୍ତ୍ତମାନ ସମା ଲାଷ୍ଟ ବି ହେଇଯିବ। ଆଉ ବିବେକ ବର୍ତ୍ତମାନ ମୁଁ ଦିଟା ଆରମ୍ଭ କରିସାରିଲିଣି। ତା ପୂର୍ବରୁ କେତେ ବିବେକ କରେଇଛି ପଞ୍ଚମହାଭୂତ ନାଁରେ। ସदैବ ସୌମ୍ୟ ଇଦମଗ୍ର ଆସୀତରେ ସତ୍ର ଅର୍ଥ କଣ ବୁଝେଇଛି? ଏକମ ଏବ ଅଦ୍ୱିତୀୟମରେ ତିନି ପ୍ରକାର ଯୋଉ ଭେଦ, ତାକୁ ମୁଁ ଅଲଗା କରେଇଛି। ଇଦମ ମାନେ ମାୟା, ତା ବିଷୟରେ ବୁଝାଇଛି। ୟାକୁ କହନ୍ତି ବିବେକ। ଦେନ୍ ମାୟାର ପ୍ରଥମ ବିକାର ଆକାଶ, ତା ବିଷୟରୁ ସତଠାରୁ ଅଲଗା ବିବେକ କରାହେଇଛି। ବର୍ତ୍ତମାନ ରିସେଣ୍ଟଲି ବାୟୁ ବିବେକ ଚାଲିଛି। ତୁମେ କଣ ପ୍ରସ୍ତୁତ ପ୍ରକରଣ ହଉଛି ସତ और ଅସତର ବିବେକ, ତା ବିଷୟରେ ଚିନ୍ତନ କର। ଅସତ ଓ ଅବାନ୍ତର ଭେଦ, ଅସତର ଅବାନ୍ତର ଭେଦ, ଅବାନ୍ତର ମାନେ ସେକେଣ୍ଡରେ ଭେଦ, ଅବ୍ୟକ୍ତ ମାୟା, ଇଏ ଅସତ, ଏସବୁରେ ଚିନ୍ତନ କର ନାହିଁ। ୟା ଦ୍ୱାରା ତମେ ଯୋଉ ଲକ୍ଷ୍ୟରୁ ଭଟକି ଯିବ। ତତ୍ ଚିନ୍ତୟ ଅତ୍ର କିମ୍, ଇଏ ସବୁ ପ୍ରକାର ଚିନ୍ତନ କରିବା କଣ ଦରକାର? ବୁଝିପାରିଲେ ନା? ନାଇଁ ବୁଝି ହଉନି। ବୁଝି ହଉନି ଯେ, ତ ଭଲ ଭାବେ ଗୁରୁଙ୍କ ଠାରୁ ସଂଶୟ ହଉଛି, ବୁଝି ହଉନି। ତ ଦିଟା ଜିନିଷ କରିବ। କଣ? ଯେତିକି ସମୟ ମିଳୁଛି ଧ୍ୟାନ କର, ଆଉ ଅଧ୍ୟୟନ କର ସେଇ ଶବ୍ଦଟାକୁ। କାରଣ ଶବ୍ଦଟାକୁ ଆମେ ପଢୁଛୁ, କ୍ଲିକ୍ ହଉନି। ଶବ୍ଦଟାକୁ ପଢୁଛୁ, କାହିଁ ରହିଯାଉଛି। ଯେମିତି ବାୟୁର, ବାୟୁ अस्ति इति सद्भावः, ବାୟୁ ଅଛି, ୟାର ସତ୍ ଭାବ। ତ ତୁରନ୍ତ ଅର୍ଥ କଣ ନେଲେ ଆମେ? ବାୟୁ ସତ୍ କୁହାଗଲା। ଦେଖନ୍ତୁ, ନା 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 ନା, ବାୟୁ ଅଛି
ये जो अच्छी शब्दटा अस्तित्वर भाव, सत भाव। वायु में सत है और वायु सत है, ये दोनों अलग अलग है। वायु अच्छी, वायु सत, ଆଉ ବାୟୁରେ अस्तित्व भाव, ये अलग। ତେଣୁ ତମେ ବିଚାର କୁ ଛାଡ଼ିବନି, ସତ और असत କୋଉଠି ତମେ ये असतर अवान्तर भेद ରହିଛି, ଆବଶ୍ୟକ ନାହିଁ। କାରଣ ଅସତକୁ ଆମେ ତ୍ୟାଗ ତ କରିବା ନା, ଅସତ ପରିହାରାର୍ଥମ। ଆଉ ଇଏ ଅସତ କେଉଁଠୁ ଆସିଲା, ବେଦାନ୍ତରେ କୁହାଯାଏ, ବିବେକ ଚୂଡ଼ାମଣିରେ ମୁଁ କହିଛି ମଧ୍ୟ। ଅସତକୁ ତ୍ୟାଗ କର, ଅସତ ନିନ୍ଦା କୁହାଯାଇଛି ବିବେକ ଚୂଡ଼ାମଣି। କହୁଛନ୍ତି ଜଣେ ମୋ କୋଳରେ ଧୀରେ ଧୀରେ ଧ୍ୟାନ କଲା ବେଳକୁ ଧୀରେ ଧୀରେ ସାପଟେ ଆସିଲା। ଯେତେବେଳେ ସେ ଦେଖିଲା ୟା କିଏ ଜଣେ କହିଲା କି ସାପ ଅଛି, ଇଏ କଣ କରିବ ନା, ସାପ ଆସିଲା କେମିତି, ପୂର୍ବରୁ କିଏ ଆସିଲା କି ପଶ୍ଚିମରୁ ଆସିଲା, ମୁଁ ତାକୁ ବିଚାର କରିବି। ଯେମିତି ଏ ଲୋକ ନା ବର୍ତ୍ତମାନ ଏଇ ମାନେ ପାର୍ଟି, ବିରୋଧ ପାର୍ଟି ବାଲା ଆତଙ୍କବାଦ ଆସିଲା କେମିତି, ଆରେ ଆସିଲା 70 ବର୍ଷରୁ ତ ଆସୁଥିଲା। ପାକିସ୍ତାନ ତ ଦେଲ ତମେ, ଆତଙ୍କି ସ୍ଥାନ ସେଇଟା, ସେଇଠୁ ତ ଆସୁଥିଲା। ଏତେ 20-25 ବର୍ଷର 2014 ପୂର୍ବରୁ ବି ଆତଙ୍କୀ ଯେତେବେଳେ ଆସିଥିଲା ତାକୁ ଛାଡ଼ି ଦଉଥିଲ, କସାବକୁ ତ ପୁଲାଉ ଖୁଆଉଥିଲ। ଏହା ଫିର ପକେଇବ କି ଆତଙ୍କୀଟା ଏଇ ଆସିଲା କେମିତି ପହଲଗାମର। ସେମିତି ଏ ବ୍ୟକ୍ତି ଭିତରେ ସାପ ଯେତେବେଳେ ଆସିବ, କୋଳରେ ବସିଛି, ସେ କହିବ ସାପଟା କୋଉଠୁ ଆସିଲା, ସାଙ୍ଗେ ସାଙ୍ଗେ ସାପ ହଟେଇବ, କୋଉଠୁ ଆସିଲା ଚିନ୍ତନ କରିବନି, ଧରିବ ଏବଂ ଫିଙ୍ଗିଦବ। ସେମିତି ବେଟା ଅସତର ଭାବ କଣ, ଅସତର ଭେଦ କଣ, ଅସତ କୋଉଠୁ ଆସିଲା, ଅସତରେ ଆମେ ବିନ୍ଦୁ ଲଗେଇବା କି ନାହିଁ, ଅସତକୁ ପୂଜା କରିବା କି ନାହିଁ, ଅସତକୁ ବିଚାର କରିବା, ଏତେ କଣ ଦରକାର। ଅସତକୁ ତ ତ୍ୟାଗ କରିବାକୁ ପଡିବ। ତୁମେ ଯଦି ଅସତକୁ ବୁଝିଲ, ସ୍ୱାମୀଜୀ ଆଉ ଥରେ ଟିକେ ବୁଝେଇ ଦିଅନ୍ତୁ ଅସତ। ହଉ ମାନିଗଲ, ଆପଣଙ୍କର ଶବ୍ଦ ମାନେ ବିନା ମାନିକି ଯାଇ ହବନି, ମାନିବାକୁ ପଡିବ। ଓକେ, ଅସତକୁ ଯୋଉ ତ୍ୟାଗ କରିବେ, ପ୍ରଥମେ ଟିକେ ଅସତକୁ ଆଉ ଥରେ ଟିକେ କ୍ଲିୟର କର। ବାରମ୍ବାର ଶୁଣୁଛୁ, ଭେରି ଭେରି ସିମ୍ପଲ ବାବା। ଅସତ ହଉଛି ଯୋଉଟା ନାହିଁ, ହଁ, କିନ୍ତୁ ଅସତ ଦି ପ୍ରକାର। ଓକେ, ଯୋଉଟା ନାହିଁ କିନ୍ତୁ ଦେଖାଯାଉନି, ସେ ହଉଛି ନମ୍ବର 1। ଯୋଉଟା ନାହିଁ ସେଟା ଦେଖାଯାଉନି, ସେଇଟା ତମକୁ ଅସୁବିଧା କରୁନି, ସେଇଟା ତମକୁ ପ୍ରଭାବ ପକଉନି। ଇଜିକାଲ ଟୁ ଶଶଶୃଙ୍ଗ, ଠେକୁଆର ସିଂହ। ଠେକୁଆର ସିଂହକୁ ନେଇକି କୌଣସି କଳ୍ପନା କରାଯାଇ ନାହିଁ। ଯଦି ତମେ ଚିଠି ଲେଖିବ, ପ୍ରବନ୍ଧ ଲେଖିବ 5-6 ପେଜର, ସେଇଟା ସବୁ ଅସତ୍ୟ ହବ। କାରଣ ଅସତ୍ୟ ସେ ନାହିଁ, ବିଲକୁଲ ଆକାଶ ପୁଷ୍ପ ନାହିଁ, ତା ଉପରେ ଥିଓରି ଥିସିସ୍ ଲେଖିପାରିବନି। ହଁ, ବର୍ତ୍ତମାନ ଦେଖ, ସେକେଣ୍ଡ ହଉଛି ଅସତ, ସିଏ ବି ନାହିଁ କିନ୍ତୁ ଦେଖାଯାଉଛି। ଅଜ୍ଞାନ କାଳରେ ଦେଖାଯାଉଥିଲା ନା, ହଁ, ଜ୍ଞାନ ହେଇଗଲା ପରେ ବି ଦେଖାଯିବ। ଏଣୁ ଏ ଯୋଉ ଜଗତଟା ନା, ଇଏ ହଉଛି ସେକେଣ୍ଡ କ୍ୟାଟେଗୋରୀ ଅସତ। ତାକୁ କହନ୍ତି ମିଥ୍ୟା, ତାକୁ କହନ୍ତି ଅନିର୍ବଚନୀୟ। ଜ୍ଞାନ ହେଲା ପରେ ମଧ୍ୟ ଦେଖାଯିବ। ଆଚ୍ଛା, ରଜ୍ଜୁରେ ସର୍ପ ବା କୋଳରେ ସର୍ପ ରିଏଲି ଅସଲି, ସେଟାକୁ ଆମେ ଫିଙ୍ଗିଦେବା, ଆମେ ଆଉ ରଖିବା ନାହିଁ। ସର୍ପର ମୁଣ୍ଡଟା କେମିତିଆ, ସର୍ପର ଲାଞ୍ଜଟା କେମିତିଆ, ମୁଁ କଇଁଚି ଆଣିବି, ଏ କଣ ସ୍କେଲ ଆଣିବି, ମୁଁ ଟିକେ ଦେଖିବି, ଆଉ ମାନେ ତାର ମୁହଁଟା ଖୋଲିବି, ବିଷ ଅଛି କି ନାହିଁ ଦେଖିବି, ଏସବୁ କରାଯାଏନି, ଫିଙ୍ଗି ଦିଆଯାଏ। ତେଣୁ ଅସତ ଜାଣିଲ ତାକୁ ଫିଙ୍ଗିଦବ, ସତକୁ ଧାରଣ କରିବ, ଏଇଟା ହଉଛି ଲକ୍ଷ୍ୟ। ଓକେ, ତେଣୁ ତୁମେ ଅବାନ୍ତର ଭେଦ କର ନାହିଁ,
बेकार। ठीक। जी गुरु जी, माफ कर दीजिए प्लीज, एक्सक्यूज मी। ओके। कौन प्रयोजन तमे स्पॉटलाइट भूली जाओनी? प्रयोजन कौन? सत और असत कौन है जाइए? सत और सत मिसी जाइए। चिद जड़ ग्रंथि पराई, जड़ चेतन ग्रंथि परिगराई, मिसी जाइए। तुमको करियो पड़े, अलग अलग करियो पड़े। चाउल एवं गुड़ी मिसी जाइए, ताकू विवेक करियो, अलग अलग करियो। अच्छा, एईटारे ना किछ करियो पड़ुछि बे, खाली विवेक रे काम दबनी। कहबे ना हम विवेक करदेली, चाउल रो गुड़ी अलग हे गला, हाँ बर्तन रंधा आला, गुड़ी आसेगा, संगे संगे पकड़ ले, पत्नी को हो चाकर को कौन हला? ना आपण पंचदशी प्रवचन दौचंदे। हाँ, कहउछन सबले विवेक करो, भाव भाव विचार करो। हाँ, तो चाउल तो गुड़ी अलग कहीं कली मु अलग, आपण अलग बुझेइथिले मते कौन? अलग अलग तुम भाव कर, चाउल अलग गुड़ी अलग, बस ମୁଁ ଭାବ କରିକି ଦେଲି, ରାନ୍ଧିଦେଲି, ଅଲଗା ଅଲଗା ହବା କଥା। କହିଲେ ଆରେ ବାବା, ଇଏ ବିଚାର ଜଗତକୁ ନେଇ କରିବ, ଚାଉଳରେ ଯଦି ଗୋଡ଼ି ପଡ଼ିଛି ତାକୁ ରିଏଲି କର୍ମ ଦ୍ୱାରା, କାର୍ଯ୍ୟ ଦ୍ୱାରା କରିବାକୁ ପଡ଼ିବ। ଖାଲି ବିବେକ କଲେ ହବନି, ବିବେକ କଲେ ଗୋଡ଼ି ଅଲଗା ହେଇଯିବନି। ଓ ଏମିତି କଥା। ହଁ, ସ୍ୱାମୀଜୀ କୋଉଠି କେମିତି କଣ ବିବେକ କରିବ ସେଟା ଜାଣି ହଉନି ନାଇଁ। ତମ ଆଗରେ ପତି ଆଗରେ ପତ୍ନୀ ଅଛି ନା? ହଁ, पत्नी ईश्वर सृष्टि कि जीव सृष्टि? एटा द्वैत प्रकरण रे आसीओ, 4 नंबर प्रकरण रे। ना बुझांत मते ठीक रे। अरे बाबा, जो तुम आगे पत्नी अच्छी सी, पत्नी बाहागर केते वर्ष हेलाणी? ना ହେଇଛି का 10 वर्ष हेलाणी। 10 वर्ष पूर्व पत्नी कौन थिला? पत्नी तो मार झियो थिला। हाँ, गुड। से तार थिला, पाठ पढ़ुथला, से अपेक्षा करथिला, मार झियो थिला। हाँ, मार झियो जन्म हवा पूर्व से कौन थिला गोटे गोटे पूर्व जन्म थिला, आसिला मते हैरान करिया पे। अरे बाबा, से कथा तो कहतो, विचार करियो, देखियो हैरान चली जियो। सत कथा। हाँ, एमती कथा ना? हाँ। जोक शुणे, जने मधुआ फोन करुछि, कहले हम बहुत पी देइथिले। तो बहुत जतल पी देली, मु दरवाजा खोलिली, पत्नी देखला कि बहुत पीची, दरवाजा बंद कर देला। तापरे तो सारा राति मु बाहर ही शोइली। एबे कोठ कहूछु ना, एबे भितर कहूछु। कौन है ते पत्नी केमती? कौन सकाळु सकाळु दया कला ना कौन? ना, सकाळु सकाळु जेतले मद उतरिला, सेतବେଳେ ମୁଁ ଅନୁଭବ କଲି, ଆରେ ମୁଁ ତ ବାହା ହିଁ ହେଇନି, ଚାବି ତ ମୋ ପାଖରେ ଅଛି। ତାପରେ ମୁଁ ଖୋଲିଲି, ବର୍ତ୍ତମାନ ତତେ ଫୋନ କରୁଥିଲି କାରଣ ମୋବାଇଲ ଟା ମୋର ନଥିଲା, ଘରେ ରହିଯାଇଥିଲା। ଆଉ ଭାବନ୍ତୁ, ମଦ ଯେତେବେଳେ ଚଢୁଛି ସେତେବେଳେ କଣ ଆସୁଛି? ପତ୍ନୀ ଆସୁଛି। ପତ୍ନୀ କଣ ଥିଲା କି? ନାଇଁ, ମିଥ୍ୟା। ଆଉ ସେ ଥରେ ସେ ମିଥ୍ୟା ଭାବନା ରଖିବା ଯୋଗୁ ଏ ବେଚାରା ବାହାରେ ଶୋଇଛି, ଚାବି ପାଖରେ ଅଛି।
ସେମିତି ଆମମାନଙ୍କ ଜୀବନରେ ତ ହଉନି। ବ୍ରହ୍ମାନନ୍ଦ ସତ ଆମେ, କିନ୍ତୁ ଆମେ ଗୋଟେ ଧାରଣା ଗଲତ କରିବାରୁ, ବିବେକ ଠିକରେ ନ କରିବାରୁ ବହିର୍ମୁଖ ଜଗତରେ ହିଁ ପଡି ରହିଛୁ। ଯେତେବେଳେ ଏ ନିଶା, ଏ ମୋହ, ଏ ମାୟା ଉତରୁଛି, ସେତେବେଳେ ଜାଣୁଛୁ ଆରେ ମୁଁ ତ ସଚ୍ଚିଦାନନ୍ଦ ଲକ୍ଷଣ ସ୍ୱରୂପ। ଠିକ ନା? ତେଣୁ ମୁଁ କହୁଥିଲି କେମିତି ଅନୁଭବ କରିବା, ପତି ଚିନ୍ତନ କରିବ, ଇଏ ମୋର ଯୋଉ ପତ୍ନୀ, ଇଏ କିଏ ରିଏଲି? ଜୀବ ଶ୍ରେଷ୍ଠ ନା ଈଶ୍ୱର ଶ୍ରେଷ୍ଠ? ବାହାଘର ପୂର୍ବରୁ ସିଏ ଯୋଉ ସ୍ତ୍ରୀଟି ଥିଲେ, ସିଏ ମାର ଝିଅ, ଆଉ ଦେଖିବାକୁ ଗଲେ ଈଶ୍ୱର ସୃଷ୍ଟି। ଈଶ୍ୱର ସୃଷ୍ଟି ଯେତେବେଳେ ମୋ ପାଖକୁ ଆସିଲା, ଆକୁ ମୁଁ କଣ କରିଦେଲି? ମୁଁ ମୋର ବୋଲି ଭାବିଲି। ହଁ, ମୋରି ପତ୍ନୀ। ମୋ କଥା ନ ଶୁଣିଲେ ବାସ୍ ବାଡ଼େଇବାକୁ ଲାଗିଲେ ବା ପିଟିବାକୁ ଲାଗିଲେ ବା ଇୟା କଲେ, ବାସ୍ ଆରମ୍ଭ ହେଇଗଲା ଦୁଃଖ। ତ କଣ କରିବା? ବିବେକ କର। ନା କଣ? ନା ଇଏ ମୋର ପତ୍ନୀ ରୋଲ କରିବା ପାଇଁ ଆସିଛି, ମୁଁ ମୋର ପତି ରୋଲ କରିବା ପାଇଁ ଆସିଛି। ଦି ଜଣ ଯାକ ଦେଖିବାକୁ ଗଲେ ନା ପତି ନା ପତ୍ନୀ। ଆମେ ରୋଲ କରୁଛୁ, ବିବାହ ହେଇଛି, ନିୟମ ଅଛି, ଆମେ ବିବାହ ରୋଲ କରୁଛୁ। ସେ ରୋଲଟା ଆମକୁ ଅଦା କରିବାକୁ ପଡିବ। ଏହା ହିଁ ବିଚାର କର। ତେଣୁ 86ରେ ମୁଁ ତମକୁ ମାନେ 85ରେ ପ୍ରୟୋଜନ, ଯୋଉ ବିବେକର ପ୍ରୟୋଜନ, ସତ୍କୁ ଧର, ଅସତ୍କୁ ତ୍ୟାଗ କର। ଏଇଟା ହଉଛି ନିୟମ। 86ରେ ବର୍ତ୍ତମାନ କହୁଛନ୍ତି, ଆମେ ଯୋଉ ବାୟୁ କଥା ଆରମ୍ଭ କରିଥିଲେ, ସେମିତି ବାୟୁ ହଉଛି ମିଥ୍ୟାତ୍ଵ କହିକି ଉପସଂହାର କରୁଛନ୍ତି। ଏବଂ ବାୟୁକୁ ଚିନ୍ତନ କର କେମିତି? ଅଲରେଡି କହିଥିଲେ, ପଢିଦବା ଶ୍ଲୋକଟା 86। ସଦବସ୍ତୁ ବ୍ରହ୍ମଶିଷ୍ଟାଂଶଃ सद्वस्तु ब्रह्मशिष्टं सः वायुर्मिथ्या यथा वियत वायुर्मिथ्या यथा व्यत वासयित्वा चिरं वायोः वासयित्वा चिरं वायोः मिथ्यात्वं मरुतत्यजेत्। मिथ्यात्वं मरुतं त्यजेत्। मिथ्यात्वं वासयित्वा मरुतं त्यजेत्। ଅର୍ଥାତ୍ ମିଥ୍ୟା ବାସୟିତ ମାନେ ଭଲ ବିଚାର କର। ବାସୟିତ ମାନେ ବିଚାର କରିବା। କଣ? ସଦବସ୍ତୁ ବ୍ରହ୍ମ ଶିଷ୍ଟ ଅଂଶ। ବାୟୁରେ ସଦବସ୍ତୁ ଯୋଉ ଅଛି, ବାୟୁ ଅଛି କହୁଛୁ, ସେ ହଉଛି ବ୍ରହ୍ମର ଅଂଶ। ସେ ସତ୍ କୁହାଯାଇନି ଶ୍ଲୋକରେ? अस्ति भाति प्रिय नाम रूपम एतत् पंचमम। ପାଞ୍ଚଟା ଜିନିଷ। ଆଦ୍ୟତ୍ରୟମ୍ ବ୍ରହ୍ମ ରୂପମ୍, ତତୋଦୟମ୍ ଜଗତ ରୂପମ୍। ପ୍ରଥମ ଯୋଉ ତିନିଟା ଅସ୍ତି ଭାତି ପ୍ରିୟ ସଚ୍ଚିଦାନନ୍ଦ ବ୍ରହ୍ମର ରୂପ, ଆଉ ବାକି ଯୋଉଟା ନାମ ରୂପ, ସେ ହଉଛି ଜଗତ। ନାମ ରୂପ ପ୍ରସାରଣ। ଜଗତ କଣ? ନାମ ରୂପ ସୃଷ୍ଟ। ଉଦ୍ଭବ ଜଗତ ଉଦ୍ଭବ ନାମ ରୂପ ଉଦ୍ଭବ ଇତି ସୃଷ୍ଟ। ସୃଷ୍ଟି କୁହାଯାଇଛି ଆଗରୁ। କଣ? ବାୟୁରେ ଯୋଉ ସତ୍ ଅଂଶ ବାୟୁ ଅଛି, ବାୟୁ ଇଜ ଇକ୍ୱାଲ ଟୁ, ବାୟୁ ତେବେ ହେଇଯିବ ଯେବେ ତିନିଟା ଜିନିଷ ମିଶିବ। ଆଜ୍ଞା କଣ? ସତ ପ୍ଲସ୍ ମାୟା ପ୍ଲସ୍ ଆକାଶ। ସ୍ୱାମୀଜୀ ବାୟୁରେ ସତ ଅଛି, ବୁଝିହେଲା। ବାୟୁରେ ମାୟା କଣ? ଆରେ ବାବା, ମାୟା ମାନେ ନିସ୍ତତ୍ଵ, ଆର କିଛି ଅସ୍ତିତ୍ଵ ନାହିଁ। ସିଏ ମଧ୍ୟ ରହିବା ଦରକାର, ବିନା ମାୟାରେ ହେଇପାରିବନି, କାରଣ ସିଏ। ଏଣ୍ଡ ଆକାଶ ଅଛି, ଆକାଶ ପୁରା ମନା କରିଥିଲେ ଆପଣ। ଆରେ ଆକାଶ ଅବକାଶ ରୂପ ରହିବନି, ଆକାଶର ଗୁଣ ରହିବ। ଆକାଶର ଯୋଉ ସ୍ୱରୂପ ଅଛି ନା, ସିଏ ରହିବନି।
କିନ୍ତୁ ଆକାଶର ଗୁଣ ରହିବ। ଆକାଶର ସ୍ୱରୂପ ହେଲେ କଣ ହୁଅନ୍ତା? ବାୟୁ ମଧ୍ୟ ଅବକାଶ ଦେଇ ଦେଇଥାନ୍ତା, କାରଣ ଆକାଶର ସ୍ୱରୂପ ତା ଭିତରେ ପ୍ରବେଶ କରିଯାଇଛି। ଚିନିର ସ୍ୱରୂପ ମିଠାସ, ଚିନି ଖାଇଲା ମାନେ ମିଠାସ ହବ। ସେମିତି ଆକାଶର ସ୍ୱରୂପ ଯଦି ବାୟୁରେ ରହିଥାନ୍ତା, ସମସ୍ତଙ୍କୁ ସେ ଏକୋମୋଡେଟ୍ କରିଦିଅନ୍ତା ବାୟୁ ମଧ୍ୟ, ଫିର ଆକାଶ ବାୟୁ ଭିତରେ ଫରକ ରହିଲାନି। ସେଥିପାଇଁ ଆକାଶର ଅବକାଶତ୍ଵ ସ୍ୱଭାବ ନାହିଁ। ଆକାଶର ଯୋଉ ଗୁଣ ଅଛି, ଶବ୍ଦତା ଅଛି, ତେଣୁ ବାୟୁରେ ମଧ୍ୟ ଶବ୍ଦ ବି ସି ଶବ୍ଦ ହଉଛି। ପ୍ରଥମ ଏଇ ସେକେଣ୍ଡ ଚାପ୍ଟରର 3-4 ନମ୍ବର ଶ୍ଲୋକରେ କୁହାଯାଇଥିଲା। ଓକେ, ଏଣେ ବାୟୁରେ 3ଟି ଗୁଣ ଅଛି, ସେ ଭିତରେ ଗୋଟିଏ ହିଁ ସତ, ବାକି 2ଟା ଯାକ ଅସତ। ବାୟୁ ଆକାଶର ସମାନ ମଧ୍ୟ ମିଥ୍ୟା, ଏଣୁ ଏ ମିଥ୍ୟାତ୍ୱକୁ ଚିନ୍ତନ କର। କେମିତି ଚିନ୍ତନ କରିବ? ଯେମିତି ବତେଇଲେ, ବାୟୁ ଇଜ ଇକ୍ୱାଲ ଟୁ ସତ ପ୍ଲସ୍ ମାୟା ପ୍ଲସ୍ ଆକାଶ। ସତ ହଉଛି ବ୍ରହ୍ମ ଲକ୍ଷଣ, ଅସ୍ତି ଭାତି ପ୍ରିୟ। ଇଏ ହିଁ ଅଛି, ଇଏ ଅଛି ବାୟୁ ଅଛି, ଇଏ ନାହିଁ ବାୟୁ ନାହିଁ। ଅନ୍ୱୟ। ବାୟୁରେ ଆକାଶ ନାହିଁ, ଆକାଶର ମାନେ ଅସ୍ତିତ୍ୱ ଦୃଷ୍ଟିରୁ, ଅବକାଶ ଦୃଷ୍ଟିରୁ ନାହିଁ, ବ୍ୟତିରେକ। ଏଣେ ଅସ୍ତିତ୍ୱକୁ ଯଦି ସତ୍ତାକୁ ବାହାର କରିଦେବା, କିଛି ରହିବନି, ମାୟା ରହିବ, ନିସ୍ତତ୍ୱ ରହିବ। ଏଣ୍ଡ ଆକାଶର ଗୁଣ ବୋଲି ନିଜେ ମଧ୍ୟ ସେ କହିବ, ତମେ ତ ମେନ୍ ବାହାର କରିଦେଇଛ, କାର୍ପେଟକୁ ଖିଞ୍ଚି ଦେଇଛ, ମୁଁ ଆଉ କଣ ଟେବୁଲ ରହିବି, ଚେୟାର ରହିବି। ସେ ହଉଛି ମେନ୍। ତମେ ନିରନ୍ତର ଚିନ୍ତନ କର ସତ ବସ୍ତୁକୁ। କୌଣସି ପଦାର୍ଥକୁ ଯେତେବେଳେ ତମେ ନଉଛ, ତାକୁ ଚିନ୍ତନ କର, ଇଏ ସତଟା କଣ, ଆଉ ସତ ହିଁ ମେନ୍, ବାକି ସବୁ ଅସାର। ଠିକ। ଏବେ 87ରେ କଣ କହୁଛନ୍ତି ଦେଖ। ଅଗ୍ନି ଆଡକୁ ଯିବ। ଜଲ୍ଦି ପଳେଇଲେ ସ୍ୱାମୀଜୀ, ତ ବଢିଆ କଥା, ତ ସରିଯିବ ତାହେଲେ। ହଁ, ସରିଯିବ। ଆକାଶ ବାୟୁ ଅଗ୍ନି ଜଳ ପୃଥିବୀ, ଏଇଆ ଚିନ୍ତନ ସେ କହୁଛନ୍ତି। ଠିକ ସେମିତି ମୁଁ ବୁଝେଇଦେଲି। କଣ ବୁଝେଇଦେଲି ଆଉଥରେ? ଆରେ ଭେରି ସିମ୍ପଲ। ମାୟା ବିଷୟରେ କହିଲେ, ମାୟା ଅନିର୍ବଚନୀୟ। ପୁରା 60ରୁ ଶ୍ଲୋକରୁ ଅନେକ ଶ୍ଲୋକ ପର୍ଯ୍ୟନ୍ତ 13ଟା 14ଟା ଶ୍ଲୋକ ମାୟା ବିଷୟରେ କହିଲେ। ମାୟାକୁ ସତ୍ କହିପାରିବନି, ମାୟାକୁ ଅସତ୍ ବି କହିପାରିବନି, ମାୟାକୁ ସତ୍ ଅସତ୍ ବି କହିପାରିବନି। ମାୟା ହଉଛି ଅନିର୍ବଚନୀୟ ରୂପ, ଅବ୍ୟକ୍ତ ନାମ୍ନୀ, ଭାବ ରୂପ, ଗୁଣମୟୀ, କିନ୍ତୁ ପରମାତ୍ମାଙ୍କର ଶକ୍ତି। ତା ବିଷୟରେ ବୁଝେଇଲେ। ଏଣ୍ଡ ମାୟା ନିସ୍ତତ୍ୱ। ମାୟାର ପ୍ରଥମ ବିକାର ହଉଛି ଆକାଶ। ଆକାଶ ବିଷୟରେ ଚିନ୍ତନ ହେଲା। ଆକାଶରେ 3ଟା ତତ୍ତ୍ୱ। ଓ, ଆକାଶରେ 3ଟା? ହଁ। ମାୟାରେ କେତେଟା? 2ଟା। ସତରେ କେତେଟା? ଗୋଟେ। ସତରେ କଣ? ଅସ୍ତିତ୍ୱ। ମାୟାରେ କଣ? ଅସ୍ତିତ୍ୱ और ନିସ୍ତତ୍ୱ, ମିଥ୍ୟା। ନିସ୍ତତ୍ୱ ମାନେ ଯୋଉଟା ସତ ନାହିଁ, ମାୟାର ସ୍ୱରୂପଟା। ମାୟାରେ। ଆକାଶରେ କଣ? ଅସ୍ତିତ୍ୱ, ନିସ୍ତତ୍ୱ, ଶବ୍ଦ। ଆକାଶରେ ତା ନିଜର ଗୁଣ ଶବ୍ଦ। ଆଚ୍ଛା, ବାୟୁରେ କଣ? 4, ଅସ୍ତିତ୍ୱ, ନିସ୍ତତ୍ୱ, ଶବ୍ଦ, ଫେର ନିଜର ଗୁଣ ହଉଛି ସ୍ପର୍ଶ। 4 ହେଇଗଲା। ଆଚ୍ଛା, ଏମିତି। ହଁ। ଅଗ୍ନି, ଅଗ୍ନିରେ 5, ଅସ୍ତିତ୍ୱ, ମାୟା ମାନେ ନିସ୍ତତ୍ୱ, ଶବ୍ଦ, ଫିର ସ୍ପର୍ଶ। ସ୍ପର୍ଶ ହଉଛି ବାୟୁର, ମିଶେଇ ଦେଲେ 5 ହେଇଗଲା। ଓ, ଏମିତି। ହଁ। ଜଳର, ନାଇଁ ବର୍ତ୍ତମାନ ଆମେ ଜଳ ଯାଇନି, ଆମେ ବର୍ତ୍ତମାନ 87ରେ ଅଛେ, ପଢିବା। 87 ଅଗ୍ନି ବିଷୟରେ ଚାଲିଛି। ଅଗ୍ନିରେ କଣ ହବ? ଅଗ୍ନିରେ ଆକାଶ ବାୟୁ ଏବଂ ଅଗ୍ନି, ଆକାଶ ବାୟୁ ଅଗ୍ନି, ବାସ୍ 3 ଗଲେ, ଆଉ ଏ 2, 5ଟା ରହିବ ଅଗ୍ନିରେ।
चिन्तयेद् बह्निमप्येवम् चिन्तयेत् वह्निमप्येवम् मरुतो न्यूनवर्तिनम्। मरुतो न्यूनवर्तिनम्। ब्रह्मण्डावरणेष्वेषा ब्रह्माण्डभरणे स्वेषा न्यूनाधिकविचारणा। न्यूनाधिकविचारणा। ତମେ ଏମିତି ବିଚାର କର। ନା କେମିତି ବିଚାର କରିବୁ? ନା ବର୍ତ୍ତମାନ ଅଗ୍ନି ବିଷୟରେ 87 ଚାଲିଛି। 87 ରେ କହୁଛନ୍ତି କି ସତ ଓ ଅଗ୍ନିର ଭେଦ ବୁଝଉଛନ୍ତି କଣ? ଚିନ୍ତୟେତ୍ ବହ୍ନିମପ୍ୟେବମ୍, ଏମିତି ଅଗ୍ନିର ବିଷୟ ମଧ୍ୟ ଚିନ୍ତନ କରିବା ପାଇଁ କହୁଛନ୍ତି। ଅର୍ଥାତ୍ ଆମେ ବସିକି ଚିନ୍ତନ କରିବ। ହଁ, ମୁଁ ବୁଝଉଥିଲି ଗୁଡ଼ି ଏବଂ ଚାଉଳରେ ଚିନ୍ତନ କଲେ କାମ ଦବନି, କାରଣ ଏ ଦିଟା ଯାକର ସମାନ ସତ୍ତା। ଆଜ୍ଞା, ସମାନ ସତ୍ତାରେ କିଛି କର୍ମ କରିବାକୁ ପଡ଼ିବ, କିନ୍ତୁ ବିଷମ ସତ୍ତା ମାନେ ଯୋଉ ଗୋଟିଏ ସତ୍ତା ଅଛି ଆଉ ଗୋଟେ ସତ୍ତା ନାହିଁ, ସେଇଠି ବଢିଆ ହାଲକା। କଣ? କିଛି ଅଲଗା ଅଲଗା କରିବାକୁ ପଡିବନି, ଓନ୍ଲି ବିଚାରରେ। କେମିତି? ନା ରସ୍ସି ଏବଂ ସର୍ପ ରେ ଗୋଟିଏ ହିଁ ଅଛି ନା, ଆଉ ଆରଟା ଅଛି କି? ନାଇଁ ନାଇଁ ସ୍ୱାମୀଜୀ, ଆପଣ ବୁଝିପାରୁନାହାନ୍ତି। କଣ? ଯୋଉ ରସ୍ସିରେ ମୁଁ ସର୍ପ ଦେଖୁଛି, ମୁଁ ବର୍ତ୍ତମାନ ଧୀରେ 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 ଯିବି। ମୁଁ ରସ୍ସିରେ ସର୍ପ ଦେଖିବା ପାଇଁ ହେଲେ ବର୍ତ୍ତମାନ ଯୋଉ ରସ୍ସି ରେ ସର୍ପ ଅଛି, ସେଇ ରସ୍ସିଟାକୁ କିଛି କରିବିନି, ସର୍ପଟାକୁ ଧରିକି ଫିଙ୍ଗିଦେବି। ଆରେ ଯେମିତି ଆପଣ କହୁଥିଲେ ଚାଉଳ ଏବଂ ଗୁଡ଼ିରେ ମୁଁ ଧୀରେ ଧୀରେ ଯାଇକି ବସିବି, ଯେମିତି ମା ମାନେ କରୁଛନ୍ତି। ଏମିତି 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 ହାତରେ, ପୁରୁଣା କାଳରେ ମା ମାନେ ଫଟ 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 କରିଦେଇକି ଗୁଡ଼ି ବାହାର କରିଦେଉଥିଲେ, ଆମେ ଦେଖୁଥିବା। ତାଙ୍କର ହାତଟା ଏମିତି ସ୍ପିଡରେ ଚାଲୁଥିବ ଏବଂ ଗୁଡ଼ିଟା ବାହାର କରିଦେଉଥିବ। ସେମିତି ମୁଁ ରଜ୍ଜୁ ଏବଂ ସର୍ପ କରିବ। ଆରେ ପାଗଳ, ମାରିବି ଚାମ୍ପଟ। କିଛି ଦରକାର ନାହିଁ ସେଇଟା। ଏଇଟା ବସେ, ସେଇଟା ରସ୍ସି ଅଛି, ସାପ ଦେଖାଯାଉଛି, ଏଇଟା ବସିକି ହିଁ ଭାବିବୁ ସାପ ନାହିଁ। ଓ ଏମିତି ବିବେକ କରିବାକୁ ପଡିବ ନା? ହଁ, କାରଣ ଯୋଉଟା ମିଥ୍ୟା ସେଟା ନାହିଁ, ସେଟା ବସି ବସିକି ହିଁ ବିଚାର କରାଯାଏ। ପାଖକୁ ଯିବା ଦରକାର ନାହିଁ। ସେ ଭିତରେ ସାପକୁ ଗୋଟେ ଅଲଗା ଜିନିଷ ବାହାର କରିପାରିବନି। ଆଚ୍ଛା, ଯୋଉଠି ଗୋଟିଏ ସତ୍ତା, କାରଣ ସର୍ପର ସତ୍ତା ହିଁ ନାହିଁ ନା, କାରଣ ଦିଟା ଜିନିଷ ଦେଖାଯାଉଛି, ଗୋଟେ ସତ୍ତା ଅଛି, ଗୋଟେ ସତ୍ତା ନାହିଁ। ମୃଗ ମରିଚାରେ ବାଲି ଦେଖାଯାଉଛି, ପାଣି ନାହିଁ। ରଜତ, ସୁକ୍ତିକା ରଜତରେ ଶକ୍ତି ଅଛି, ରଜତ ରୂପା ନାହିଁ। ତ ସେଇଠି ଯାଇକି ଅଲଗା ଅଲଗା କରିବା ଦରକାର ନାହିଁ। କେବଳ ଯୋଉ ଭାବନା ଘୁଷି ଯାଇଛି ତାକୁ ଅଲଗା କରିବ। ହଁ ହଁ ହଁ। ତ ବର୍ତ୍ତମାନ ତମେ ବିବେକ କରିବ କେମିତି, ମ୍ୟାଥମେଟିକାଲ କରିବ ବସିକି। କେମିତି? ନା ସତ ଆଉ ଅଗ୍ନି। ବର୍ତ୍ତମାନ ଅଗ୍ନିକୁ ଧରିବ। ତ ଅଗ୍ନିରେ 1 2 3 4 5 ପାଞ୍ଚଟା ଜିନିଷ ଅଛି। ଫାଷ୍ଟ କଣ? ନା ଲାଷ୍ଟ କଣ? ଯୋଉଠୁ ହେଲେ ଷ୍ଟାର୍ଟ କରନ୍ତୁ। ଫାଷ୍ଟ ହଉଛି ସତ୍। ସତ୍ ଅଛି ବୋଲି ବାକି ସବୁ ଚାରିଟା ଅଛନ୍ତି। ସତ୍ ନାହିଁ ତ ଚାରିଟା ଯାକ ଗାୟବ ହେଇଯିବେ। ତାସ ଖେଳ ହଉନି, ସେ ଭିତରେ ଗୋଟେ ଅଛି ମେନଲି, ଯୋଉ ବେସ୍ ଅଛି, ଫାଉଣ୍ଡେସନ ଅଛି ବୋଲି ଅଛି, ତାକୁ ବାହାର କରିଦେଲ ଖେଳ। ତ ସତ୍ ହଉଛି ଅଧିଷ୍ଠାନ। ସତ୍ ଯୋଗୁ ମାୟା ଅଛି। ତ ମାୟା କଣ? ନିସ୍ତତ୍ଵ, ଅନିର୍ବଚନୀୟ ରୂପା। ଆଚ୍ଛା, ଇଏ କିଏ? ନା ଇଏ ଗ୍ରେଟ ଗ୍ରାଣ୍ଡ ମଦର। କାହାର? ଅଗ୍ନିର। ଆଉ କିଏ ଅଛି? ମାୟା ପରେ ଆକାଶ, ଶବ୍ଦ, ଭୂ 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 ଶବ୍ଦ ହଉନି ଅଗ୍ନିରେ। ହୁଁ। ତେଣୁ ଆକାଶର ଯୋଉ ଗୁଣ ଆସିଛି, ସେ ଗଲା, କଟିଗଲା। ବା ଯଦି ଅଗ୍ନିର ସ୍ୱରୂପ ଦେଖୁ, ଏତିକି ଜିନିଷ ଅଛି। ଆଗ ସ୍ୱରୂପ ଦେଖିବା, ମାନେ ସବୁ ଜିନିଷ ଦେଖିବା, ତାପରେ ହଟେଇବା ନା।
अध्यारोप तापर अपवाद, अध्यारोप अपवादाभ्याम निष्प्रपंचम प्रपंचन्ते। अच्छा वायु, वायु कौन ना स्पर्श, तो अग्नि रे स्पर्शटा अच्छी, छुईला माने गरम लगुच। फिर ता निजर कौन, अग्नि कौन रूप, अग्नि को देखा जाउछ। वायु कौन से रूप नहीं, आकाश रूप नहीं, कारण अग्नि सेटा नहीं, कारण रे कार्य रही परिबनी। तेणु हटेबे कौन, सत को जिते अलग करदबा और किछि रही माया अनिर्वचनीय, आकाश शब्द हब नाही, कारण सत जगु ये अस्तित्व होची। एमती तमे विचार कर। ब्रह्मांडावरण ऐसा कहते, तमे जदि अग्नि को एमती विचार करिवो ना, समस्त ब्रह्मांडर मध्य न्यूनाधिक भाव विद्यमान, एमती विचार करो। शत्रु बाकी सब अलगा से मिथ्या। रामचरित मानस कह जाइए, सप्तावर्ण भेद करी जहां लगे गति मोरी, गयो तहाँ प्रभु भुजति रखी, व्याकुल भयो बिहोरी। का कहते कौन न करी कुआड न बुलुची, से ब्रह्मांडर माया सप्तावर्ण भेद करी गली। अच्छा पुराण रे मध्य यहाँ कह जाइए कि ब्रह्मर एक देश रे अंश रे माया अच्छी, माया एक देश रे आकाश, आकाश रे एक अंश रे वायु, वायु रे एक अंश रे अग्नि, अग्नि रे एक अंश रे जल, जल रे एक अंश रे पृथ्वी, पृथ्वी रो एक अंश रे ब्रह्मांड। सदवस्तु अन्य के देशस्था माया तत्र एक देशगम, वियत तत्रापि न गोत देश वायु प्रकृति। तो ये ऑलरेडी कह जाइतिला प्रथमे 78 श्लोक रे। ब्रह्म रे एक देश रे माया, माया रे एक देश रे आकाश, आकाश रे एक देश रे वायु अच्छी कह जाए। न्यूनाधिक, न्यूनाधिक माने परिच्छिन्न, लिमिटेशन। ब्रह्म अपेक्षा माया लिमिटेड, माया अपेक्षा आकाश लिमिटेड, आकाश अपेक्षा वायु लिमिटेड, वायु अपेक्षा अग्नि लिमिटेड, एमती बुझा अछि। वर्तमान पांचभूतर न्यूनतम डायरेक्ट कहि दउछन्ते 88। पुराणोक्तम तारतम्यम दंसासै भूत पंचके, दशंसेर्भूत पंचके। उपरुटा पढ़ियो, वायो दशांशतो न्यूनः, वायुर्दशंसतो न्यूनः, ब्रह्मी वायो प्रकल्पितः, अन्निर्वायो प्रकल्पितः। पुराणोक्तं तारतम्यम् पुराणोक्तं तारतम्यम् दशांशैर्भूतपञ्चके। दशंसेर्भूत पंचके। वायु दशांश, वायुर दशांश अग्नि, न्यून न्यून परिच्छिन्न एवं वायु रे कल्पित करा जाइछि। सेमिति पंचभूतर गोटे 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 जीव, आकाशर दशांश वायु, वायुर दशांश अग्नि, अग्निर दशांश जल, जलर दशांश पृथ्वी। एटा कोट कह जाइछि पुराण, पुराण उक्तम तारतम्यम। तारतम्य ये जो आर जो परमिटेशन कॉम्बिनेशन गोटे गोटे दशांश लिखाई कोठी ना, कपिल भगवान देवहूति माँ को प्रवचन देवा समय रे कहउछन्ते, एतदण्डं विशाख्यं क्रमे बुद्धि दशोत्तरैः, तोयादिभिः परिवृतं प्रधानेनावृता वहिः। माँ, ये जो अंड विशेष हेले ना, महतत्व तापरे तीनटा अहंकार मिसे गोटे अंड तैयारी हे गला, से माने चारो ओर से केवल गोटे ऊपर गोटे 10 गुण जल आदि आवरण रे घिरा हे गला। अर्थात तापरे आकाश तैयारी हे गला, ताठु कम वायु, ताठु कम अग्नि, ताठु कम जल, ताठु कम पृथ्वी, एवं प्रथम आवरण कौन, प्रकृति, प्रकृति आवरण। सप्त आवरण, सप्त आवरण केमती है स्वामी जी ना, 5टा आवरण, हाँ, तापरे माया 6, आउ जो परमात्मा कर, या को कहते सप्त आवरण। एतदंडम विशेषाख्यम, या तो
सत को आवरण कुहाଯାएନି, ब्रह्मांड आवरण। आपर ब्रह्मांड आसियो, माने जो सृष्टि जगत, आकाश वायु जल अग्नि पृथ्वी, तापर ब्रह्मांड, ब्रह्मांड मध्ये गोटे आवरण, तापर गोटे गोटे पंच महाभूत छह हो गले, आउ माया, माया बा प्रकृति सात। आउ के जन कहते ना 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 एमती करो, पांच हो गले ना ना, हिरण्य गर्भ, तापर माया, एटा ठीक पड़ुଛି। ब्रह्मांड तो ये पांचटार अभिव्यक्ति, पांचटार मिसेकी तैयारी हो जाइए और तेणु ये पांच महातत्व और प्रकृति ये सातटा ये एमती है। अच्छा वर्तमान आम अग्नि विचार कले, कौन तेज को मधु सेमती विचार कर। अच्छा हाँ 89, बन्हे उष्ण प्रकाशात्मा वह्निरुष्ण प्रकाशात्मा पूर्वानु गतिरत्र च पूर्वानुगतिरत्र च अस्ति बन्ही सनिस्तत्व अस्ति बह्निः स निस्तत्व शब्दवान् स्पर्शवान् अपि। शब्दवान् स्पर्शवान् अपि। बेटा ना जी कौन तो अग्नि ही उष्ण, अग्नि जो उष्ण प्रकाश स्वरूप अच्छी ना, आम कहूँ अग्नि उष्ण, तो ये जो अग्नि उष्ण हम्म ता निजर एटा प्रकाशवान से रूप, अग्नि उष्ण प्रकाशवान उत्ताप दब, ये सब तार स्वाभाविक धर्म, असाधारण धर्म। अग्नि अच्छी जो कौच आम अग्नि उष्ण अच्छी, ये जो अच्छी सेटा सत्र, तो अग्नि इजिकल टू तुम विचार कर पांचटा जिनस लिख भाव केमती ना, फास्ट हूँ अग्नि इजिकल टू सत प्लस माया प्लस आकाश प्लस वायु प्लस अग्नि। सत माने अस्ति, माया माने निस्तत्व मिथ्या निर्वचनीय अनिर्वचनीय, आकाश माने शब्द गुण, वायु माने स्पर्श गुण, अग्नि माने रूप, अग्नि भी देखा जाऊँ रूप प्रकाश स्वरूप लाल रंग रूप, अग्नि जगु ही रूप हो छुअंतु, वायु जगु आम कहीपर गरम अच्छी, ओहो आ अग्नि जिते हूँ बुड़ 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 शब्द भी हूँ अलरेडी कहुई, अग्निर जो शब्द प्रथम बताई है ना, पंच महाभूत रे 3 नंबर श्लोक रे जाऊना, स्टार्टिंग 3 नंबर श्लोक रे अग्निर प्रतिध्वनि वियत शब्द वायु विशेष शब्दनम अनुष्ण शीत संस्पर्श बन्नो भुगु भुगु ध्वनि भुगु 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 हो सेटा 89 या जान ओके। ताहले सत को तमे विचार कर परिवो, बाकी सब सेमिति वर्तमान अग्निर स्व धर्म निजर धर्म कौन वर्तमान बुझाऊचनी, एटा गोटे करी बंद करिया। सन्माया व्योम वायोंसैः तन्माया व्योमवायंसैः युक्तस्याग्ने निजो गुणः युक्तस्याग्नेर्निजो गुणः रूप तत्र सतः सर्वम् रूपं तत्र सतः सर्वम् अन्यद्बुद्ध्या विविच्यताम्। अन्यद्बुद्ध्या विविच्यताम्। सत्य अग्नि रे किए अच्छे सत्य, फिर माया, फिर आकाश वायु, वायुर अंश रही, अग्निर निज गुण कौन ना रूप। देखुना लिखाई अग्ने निज गुण रूप, रूपटा तलुक अच्छे, हाँ अग्निर निज गुण हूँ रूप, आ बाकी के सबू अच्छा सत अच्छी से अग्नि अच्छी कौच, माया अच्छी अग्निर तैयारी है माया जगू, आकाश स्वामी आकाश रु तैयारी वायु तैयारी अरे वायु के पूर्व जाक सब रे मान गुण जाक अनुवृत्ति हो, आ माया ये अनिर्वचनीय रूप निस्तत्व रूप। अच्छा
କାରଣ ମିଥ୍ୟାତ୍ୱ ରୂପ, ମିଥ୍ୟା କହିଲା ମାନେ ମାୟାର ରୂପ। ସତ ହଟେଇ ଦେଲା ପରେ କଣ ରହିଲା? ମିଥ୍ୟା। ତ ମାୟାର ରୂପ ସେ। ଶବ୍ଦ ବି ରହିଛି, ସ୍ପର୍ଶ ବି ରହିଛି। ଇଏ ହଉଛି ଅସାଧାରଣ, ହଉଛି ଆର ରୂପ। ଏମିତି ତମେ ଚିନ୍ତନ କର। ଶତ୍ରୁ ଅନ୍ୟ ସବୁ ଧର୍ମ, ଆକାଶ ଧର୍ମ, ବାୟୁ ଧର୍ମ, ଅଗ୍ନି ଧର୍ମ ଏବଂ ମାୟା ଧର୍ମ ମିଥ୍ୟା, କେବଳ ଆକାଶ ସତ୍। ओम पूर्णमदः पूर्णमिदं पूर्णात् पूर्णमुदच्यते पूर्णस्य पूर्णमादाय